ପିଲାମାନେ ଆଜି ଏକ ସୁନ୍ଦର ବିଷୟ ପଢ଼ିବା ଆମ ସାହିତ୍ୟ ବହିର ଚତୁର୍ଥ କ୍ଲାସର କ'ଣ ଦ୍ୱିତୀୟ ଅଧ୍ୟାୟ ହେଲା ହଜିଲା ଦିନର କଥା। ଏହାକୁ ଲେଖିଛନ୍ତି ରମେଶ ଚନ୍ଦ୍ର ଭଞ୍ଜ। ଏକ ସୁନ୍ଦର ବିଷୟ, ଆମେ ଭବିଷ୍ୟତରେ ମଧ୍ୟ ଏଇ ଗପଟିକୁ ମନେ ପକାଇବା। ତାହେଲେ ସକାଳ ବୁଲା ହେଉଛି ଆମ କ'ଣ ଦେହକୁ ବଡ଼ ହିତ। ପିଲାମାନେ ସକାଳୁ ସକାଳୁ ବୁଲି ଆସିବ, ଦେଖ ମନ କେତେ ମାନେ କ'ଣ ପ୍ରଫୁଲ୍ଲରେ ଭରିପୂର୍ଣ୍ଣ ହେଇଯିବ, ବେଶ ଫୁର୍ତ୍ତି ଲାଗେ, ସତେଜ ଲାଗେ। ସେଦିନ ମଧୁବାବୁ ସବୁଦିନିଆ ସକାଳ ବୁଲା ସାରି କୋଠିକୁ ଫେରି ଆସୁଛନ୍ତି ହେଲା। ସକାଳ ବୁଲା ସାରି ତାଙ୍କ ଘରକୁ ଫେରି ଆସୁଛନ୍ତି। ନୀତିକିଲା ପଡ଼ିଆରେ ଘେରାଏ ବୁଲି ନ ଆସିଲେ ବାବୁଙ୍କୁ ଶାନ୍ତି ଲାଗେ ନାହିଁ। ତାହେଲେ ପାଖରେ ଅଛି ନୀତିକିଲା ପଡ଼ିଆ ଏବଂ ସେଇଠି ବୁଲି ନ ଆସିଲେ ମଧୁବାବୁଙ୍କୁ ଶାନ୍ତି ଲାଗେ ନାହିଁ। ବେଳେବେଳେ ବାରବାଟୀ କଡ଼ ଦେଇ ମହାନଦୀ କୂଳେ କୂଳେ ଥୋଡ଼ାଏ ବାଟ ଚାଲି ଯାଆନ୍ତି ଏବଂ ବାରବାଟୀ ହେଲା କଟକର ବାରବାଟୀର ଯେଉଁ ମହାନଦୀ କୂଳେ କୂଳେ ଅଛନ୍ତି ସେଇ ବାଟରେ ମଧ୍ୟ ଚାଲିଯାଆନ୍ତି। ହାତରେ ଥାଏ ସିଂହ ବାଡ଼ି, ଘର ଲେଉଟାଣି ମନଟା ଟିକେ ହାଲୁକା ଲାଗେ। ସିଂହ ବାଡ଼ିଟା ହାତରେ ଘୁରୁଥାଏ। କାଳି ଅନ୍ଧାରରୁ ସେ ବାହାରି ଯାଆନ୍ତି ହେଲା, ପୁରା ଅନ୍ଧାର ଅଳ୍ପ ଅଳ୍ପ ଥିବ, ସେ ବାହାରି ଯାଆନ୍ତି। ଫେରୁ ଫେରୁ କ'ଣ ଖରା ପଡ଼ିଯାଇଥାଏ। ସେଦିନ କାହିଁକି କେଜାଣି ଟିକେ ସଅଳ ଲେଉଟି ଆସିଥାନ୍ତି ହେଲା। ସଅଳ ମାନେ ଟିକେ ଜଲ୍ଦି କ'ଣ ଫେରି ଆସିଥିଲେ। ହତା ଭିତରେ ପଶୁ ପଶୁ ଆଖିରେ ପଡ଼ିଲା ଗିନା, ଗଡ଼ୁ, ଠେକି, ଢାଳ ଥୁଆ ହୋଇଛି। କୋତରା କସ୍ତା ପିନ୍ଧି ସ୍ତ୍ରୀ ଲୋକ କେତୋଟି ଅପେକ୍ଷା କରି ଠିଆ ହୋଇଛନ୍ତି। ସେମାନଙ୍କ କାଖରେ କୁନି କୁନି ଛୁଆ। ବାବୁଙ୍କୁ ଦେଖି ସଭିଏ ଶଙ୍କି ଗଲେ, ମାନେ ଭୟ କରିଗଲେ। ସ୍ତ୍ରୀ ଲୋକଙ୍କ ଚେହେରା ଯେମିତି, ଛୁଆଙ୍କ ଚେହେରା ତାକୁ ବଳି, ମାନେ ପୁରା ସମସ୍ତଙ୍କ ମୁଣ୍ଡ ନୁଖୁରା, ହାଡ଼ୁଆ ଦେହକୁ ଠାକରା ମୁହଁ, ଓଠ ଶୁଖିଲା, ଆଖି ନିସ୍ତେଜ। ଛୁଆଗୁଡ଼ିକ ଦେହ ଫୁଙ୍ଗୁଳା, ପତଳା ଓ ଦୁର୍ବଳ ଚେହେରା, ଯେମିତି ବହୁତ ଦିନ ହେଲା ସିଏ ଖାଦ୍ୟ ଖାଇ ନାହାନ୍ତି। ତାପରେ ବାବୁ କାବା ହେଲେ, ଏମାନେ ଆଜି କୁଆଡ଼େ, ଏଠାରେ କାହିଁକି? ସମସ୍ତଙ୍କ ଉପରେ ଥରେ ଆଖି ବୁଲାଇ ବାବୁ ପଚାରିଲେ, କୁଆଡ଼େ ସବୁ ଆସିଛ? ସେ କହିଲେ, କ୍ଷୀର ପାଇଁ, ଏଇ ପିଲାଙ୍କ ସକାଶେ। କିଏ କ୍ଷୀର ଦବ? ସୁଦାମ ଭଲ କ୍ଷୀର ଟିକେ ଦଉଛି ତ? ସୁଦାମର ଘର ହେଉଛି ସେ ପାଖ ବିଡ଼ାନାସୀରେ। ପିଲାମାନେ ବାରବାଟୀଠୁ ବିଡ଼ାନାସୀ ହେଉଛି ବହୁତ ପାଖ, 3-4 କିଲୋମିଟର ବାଟ। ସେ ବାବୁଙ୍କ ଗାଈମାନଙ୍କର ହେପାଜତ କରେ ହେଲା। ବାବୁଙ୍କ ଗାଈମାନଙ୍କର ସୁବିଧା ଅସୁବିଧା ସେ ବୁଝେ। ଗୁହାଳ ଗୋବର, ଚୁନି ଚୋକଡ଼, ନଡ଼ା କୁଟା, ଘାସ କୋଳଥ ସବୁ ତଦାରଖ କରେ। ଖାଇ ପିଇ ବାବୁଙ୍କ ଘରେ ଥାଏ। ବେଳେବେଳେ ଅନ୍ୟ ବୋଲ ହାକ ମଧ୍ୟ ସିଏ କରିଦିଏ। ବାବୁ ତଲାସ କରି ବୁଝିଲେ, ଏମାନେ ଆଜି କେବଳ ଆସିନାହାନ୍ତି, ଏମିତି ଗଲା କେତେ ଦିନ ଧରି ସିଏ ଆସୁଛନ୍ତି, ପୁଣି ପଇସା ଦେଇ କ୍ଷୀର ନେଉଛନ୍ତି। କିଏ ପାଏ ତ କିଏ ଅଧ ପାଏ। ସେତେବେଳେ ପିଲାମାନେ ଆମର ଯେତେବେଳେ ପଇସା ଥାଏ ସେତେବେଳେ ପାଏ ଆଉ ଅଧ ପାଇଥାଏ। ସବୁ ପଇସା ଦେଉଛନ୍ତି ସୁଦାମକୁ। ବାବୁଙ୍କର ମଥାକୁ ରାଗ ଚଢ଼ିଗଲା। ମନେ ମନେ ସେ ନିଆଁ ହୋଇଗଲେ ସୁଦାମ ଉପରେ। ତାଙ୍କ ଅଜାଣତରେ ସୁଦାମ କ୍ଷୀର ବିକି ପଇସା ରଖୁଛି। ଆଜି ସୁଦାମ ଘରୁ ବିଦା ହବ। ହେଲେ ସୁଦାମ ତ ସେପରି ଲୋକ ନୁହେଁ, ଏତେ ଦିନ ଧରି ରହିଲାଣି। ବାବୁଙ୍କର ଲୋକ ଚିହ୍ନିବାରେ ତେବେ କ'ଣ ଏତେ ଭୁଲ ରହିଗଲା? ବାବୁ ଭାବୁଛନ୍ତି। ତାହେଲେ କ'ଣ ହେଲା ଦେଖିବା। ସୁଦାମକୁ ପାଖକୁ ଡାକି ବାବୁ ପଚାରିଲେ। ସୁଦାମ ସିଧା ସିଧା ମାନିଗଲା। ସିଏ ବା କାହିଁକି ବାବୁଙ୍କୁ ଲୁଚାଇବ? କୋଠି ଖର୍ଚ୍ଚ ବାଦ କ୍ଷୀର ଢେର ବଳକା ହେଉଛି। ସେ କ୍ଷୀର ଆଉ କ'ଣ ହେବ, ତେଣୁ ସେ ବିକି ଦେଉଛି। ସେଇ ପଇସାରେ ଗାଈଙ୍କ ପାଇଁ ଚୁନି ଚୋକଡ଼, ପିଡ଼ିଆ, ନଡ଼ାପାଳ କିଣି ଖାଇବାକୁ ଦେଉଛି। ଏସବୁ ଶୁଣି ଗର୍ଜି ଉଠିଲେ ବାବୁ। ହଇରେ, ମଧୁ ଦାସ ସବୁ କ୍ଷୀର ବିକିବ? ଛି ଛି, ତା ପୁଣି ଏଇ ଗରିବ ଲୋକଗୁଡ଼ାଙ୍କୁ। ଲୋକେ ଶୁଣିଲେ କ'ଣ କହିବେ? ଗାଈଙ୍କର ଯଦି ଦାନାର ଅଭାବ ହେଉଛି ମୋତେ ଜଣାଇଲୁ ନାହିଁ? ଖାଇବାକୁ ଦେଇ ନ ପାରିଲେ ମଧୁଦାସ ଗୋଟି ଗୋଟି କରି ସବୁ ଗାଈ ବିକିଦେବ ସିନା, କ୍ଷୀର ବିକି ପାରିବ ନାହିଁ। ଅଭାବ ଭିତରେ ଉତ୍କଳ ଟାନେରୀ ଜୋତା କାରଖାନାଟା ନିଲାମ ହୋଇଗଲା। ତା ଦେହ ସହିଲା, ତଥାପି ମଧୁଦାସ ତଳକୁ ଖସି ଯାଇନାହିଁ। ନା, ତା ହୋଇପାରିବ ନାହିଁ। କାଲିଠାରୁ କ୍ଷୀର ମାଗଣା ଦିଆଯିବ। ଗାଈ ଗୁହାଳ ଥିବା ପର୍ଯ୍ୟନ୍ତ କୋଠି ଖର୍ଚ୍ଚରୁ କାଟି ଏଇ ଛୁଆମାନଙ୍କୁ କ୍ଷୀର ଦିଆଯିବ।
ଓଡ଼ିଆ ମାନଙ୍କର ଦୁର୍ଦ୍ଦଶା ଦେଖି ଯାହାଙ୍କର ପ୍ରାଣ ସବୁବେଳେ କାନ୍ଦି ଉଠୁଥିଲା ସେ କ'ଣ କେବେ ଏଭଳି କ୍ଷୀର ବିକି ପାରିଥାନ୍ତେ? ଏ ମଧୁଦାସ କିଏ ସେ ବିଷୟରେ ଅଧିକ କହିବାର ଆବଶ୍ୟକତା ନାହିଁ, କାରଣ ସେ ହେଉଛନ୍ତି ମଧୁ ବାରିଷ୍ଟର ମିଷ୍ଟର ଦାସ। ମଧୁବାବୁ ଭାବେ ଓଡ଼ିଶାର ସବୁଠାରେ ଜଣାଶୁଣା। ଏବେ ମଧ୍ୟ ଅନେକ ଲୋକଙ୍କ ମୁହଁରୁ ଢଗଟିଏ ଶୁଣିବାକୁ ମିଳେ, ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି। ତାଙ୍କ ପରି ପଢ଼ୁଆ ଓ ଲଢ଼ୁଆ ମଣିଷ ସେତେବେଳେ ଓଡ଼ିଶାରେ ଖୁବ୍ କମ୍ ଥିଲେ। ସେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରବେଶିକା ପରୀକ୍ଷାରେ ପାସ୍ କରିବା ପରେ ପ୍ରଥମେ କଲିକତା ପଢ଼ିବାକୁ ଯାଇଥିଲେ। ସେଠାରୁ MA BL ପାସ୍ କରିଥିଲେ। ବୁଝିହେଲା? ତାହେଲେ 1880 ମସିହାରେ ସେ କଲିକତା ଛାଡ଼ି କଟକ ଚାଲି ଆସିଲେ। ପହିଲେ କଟକର ବିହାରୀ ବାଗରେ ରହି ଅଦାଲତରେ ଓକିଲାତି ଆରମ୍ଭ କଲେ। ପରେ ମିଶନ ରୋଡ଼ରେ ନିଜ ଘର ତୋଳି ଜୀବନ ଶେଷ ପର୍ଯ୍ୟନ୍ତ ସେଇଠାରେ ରହିଥିଲେ। ମିଶନ ରୋଡ଼ରେ ହେଲା ଆଜି ବି ମଧୁବାବୁଙ୍କର ସ୍ମୃତି ଅଛି। ଏବେ ତାଙ୍କରି ଘରେ ଶୈଳବାଳା ମହିଳା କଲେଜ ଠିଆ ହୋଇଛି। ତାହେଲେ ଶୈଳବାଳା ଓମେନ୍ସ କଲେଜ ପିଲାମାନେ ତମେ ଯେତେବେଳେ ଦଶମ ସରିଯିବ କଲେଜ ଯିବ ସେତେବେଳେ ଜାଣିବ ମଧୁବାବୁଙ୍କର ସେଇ ଶୈଳବାଳା ମହିଳା କଲେଜଙ୍କ ବିଷୟରେ। ସେଇ ହତା ଭିତରେ ମଧୁସ୍ମୃତି ନାମକ ଏକ କୋଠରୀ ଅଛି। ମଧୁବାବୁଙ୍କର ହାତ ବାଡ଼ି, ପଗଡ଼ି, ଚଷମା, ଜୋତା, ଦୋସଡ଼ା, ଶାଲ ଇତ୍ୟାଦି ସବୁ ଜିନିଷ ସେଇଠି ସାଇତା ହୋଇ ରହିଛି। 1905 ମସିହାରେ ମଧୁବାବୁ କଟକର ଉତ୍କଳ ଟ୍ୟାନେରୀ ନାମରେ ଗୋଟିଏ ବିରାଟ ଜୋତା କାରଖାନା ବସାଇଥିଲେ। ସେହି କାରଖାନାରୁ ଗୋରୁ, ମଇଁଷି, ମେଣ୍ଢା, ଗଦି ଓ କୁମ୍ଭୀର ଚମଡ଼ାରୁ ଓଡ଼ିଶା କାରିଗରମାନେ ସୁନ୍ଦର ଓ ମଜବୁତ ଜୋତା ତିଆରି କରୁଥିଲେ। ଏ ଜୋତା ବହୁତ ପରିମାଣରେ ବିଦେଶକୁ ଚାଲାଣ ହେଉଥିଲା। ଦେଶ ବିଦେଶରେ ଜୋତା ପାଇଁ ଓଡ଼ିଶାରେ ଟେକ ଥିଲା। କାମରେ ହେଲା ପିଲାମାନେ ଏଇଟା ହେଲା ଆମର କଟକର ବାରବାଟୀ ଦୁର୍ଗ। ବୁଝିହେଲା? ଆଉ ସକାଳୁ ଯେଉଁ ବୁଲିବାକୁ ଯାଆନ୍ତି ଏଇଟା ହେଲା ସିଂହବାଡ଼ି। ବୁଝିଲା? ମଧୁବାବୁଙ୍କର ଏଇଟା ହେଉଛି ଆମର ସିଂହବାଡ଼ି। ଟିକିଏ ଯଦି ଜୋତାରେ ଖଇଚା ଦେଖିବେ ମଧୁବାବୁ ବିଡ଼ା ବିଡ଼ା ଜୋତା ପୋଡ଼ି ଦେଉଥିଲେ। ସେଥିପାଇଁ ମଧୁବାବୁଙ୍କୁ ଟଙ୍କା ପଇସାର ଘୋର ଅଭାବ ସହିବାକୁ ପଡ଼ୁଥିଲା। ଶେଷରେ କରଜ ଶୁଝି ନ ପାରିବାରୁ କାରଖାନାଟି ନିଲାମ ହୋଇଗଲା। ମଧୁବାବୁଙ୍କର ଶେଷ ଜୀବନର ସବୁବେଳେ ଦାରୁଣ ଅଭାବ ଘୋଟି ରହିଥିଲା। ହେଲେ ସେ ଅଭାବ ତାଙ୍କୁ ତିଳେ ହେଲେ ବିଚଳିତ କରିପାରୁନଥିଲା। ଯେଉଁ ଖାଦ୍ୟ ସାଧାରଣ ଓଡ଼ିଆ ଖାଏ ସେହି ଖାଦ୍ୟ ମଧୁବାବୁ ନିତିଦିନ ଖାଉଥିଲେ। ତା ଥିଲା ପୋଷେ ଢିଙ୍କି କୁଟା ଉଷୁନା ଚାଉଳରେ ଭାତ, 2-4 ଖଣ୍ଡ ଅମୃତ ଭଣ୍ଡା ସିଝା, ଅଳ୍ପ କିଛି କ୍ଷୀର, ମଦରଙ୍ଗା କିମ୍ବା ହିଡ଼ିମିଚା ଶାଗ, 4-5 ମୁଠା ଖଇ ତାଙ୍କର ସବୁଠାରୁ ଅତି ପ୍ରିୟ ଜଳଖିଆ ଥିଲା। ଯେ ମର୍ମେ ମର୍ମେ ଓଡ଼ିଆମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଅନୁଭବ କରୁଥିଲେ ସେ କିପରି କ୍ଷୀର ବିକିଥାନ୍ତେ ଦୁଃଖୀ ଆଉ ଦରିଦ୍ରମାନଙ୍କୁ? ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ଇଂରେଜ ପଢ଼ୁଆ MA, ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ, ପ୍ରଥମ ବିଲାତ ଯାତ୍ରୀ। ତାଙ୍କୁ ଦେଖିଲା ମାତ୍ରେ ଯେକୌଣସି ଲୋକର ମୁଣ୍ଡ ନଇଁ ଯାଉଥିଲା। ସେ ଓଡ଼ିଶାର ଗୌରବ, ଆମ ଜାତିର ଗୌରବ, ତାଙ୍କୁ ଉତ୍କଳ ଗୌରବ ବୋଲି ମଧ୍ୟ କୁହାଯାଏ। 1848 ମସିହା ଏପ୍ରିଲ ମାସ 28 ତାରିଖ ଦିନ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ଏବଂ 1934 ମସିହା ଫେବୃଆରୀ 4 ତାରିଖ ଦିନ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା।